ରାଧେ ରାଧେ। ତେରେ ଭଗବାନ ଶ୍ରୀକୃଷ୍ଣ ଗାଈ ପଚାରିଲେ, ଆରେ ଗୋମାତା, ମୁଁ ତୋତେ ସିଂହ ଦେଇଛି, ତୋତେ ଯେ ମାରିଲେ ତ କାହିଁ ମାରୁନୁ? ଫେରୁ ଗୋମାତା କହିଲେ, ଭଗବାନ ତୁମକୁ ଯେତେବେଳେ ପୁତନା ରାକ୍ଷସ ବିଷ ଦେଇ ମାରିବାକୁ ଚାହୁଁଥିଲା କ୍ଷୀର ମାଧ୍ୟମରେ, ତୁମେ ତାଙ୍କର ମାର ଆଖ୍ୟା ଦେଇଥିଲ, ମାର ଉପରେ ଦେଖିଥିଲ। ମୁଁ ସେମିତି ମୋର ଯେଉଁମାନେ ପିଲାମାନେ କ୍ଷୀର ଖାଉଛନ୍ତି, ମୋ କ୍ଷୀର ସମସ୍ତେ ପାଉଛନ୍ତି, ସେମାନେ ମୋର ପିଲାମାନେ, ମୁଁ ତୁମକୁ କେମିତି ମାରିବି? ସେଥିପାଇଁ ମୁଁ କାହାକୁ ମାରେନି। ଭଗବାନଙ୍କ ଆଖିରେ ଲୁହ ଆସିଯାଇଥିଲା। କଥା ଶୁଣି ଭଗବାନ କହିଲେ, ମୁଁ ସବୁ ଅବତାରରେ ଆସିଲେ ଯେଉଁ ଅବତାର ନେଇକି ଆସିବି ତୁ ରକ୍ଷା କରିବି। ତୁ ଗୋମାତା ହିସାବରେ ସବୁଆଡ଼େ ପୂଜା ପାଇବୁ, ତୁ ଗୋଟେ ମାଆ ରୂପରେ ସମସ୍ତେ ପୂଜା ପାଇବୁ ସବୁଆଡ଼େ। ଏହା ହିଁ ମୋର ଆଶୀର୍ବାଦ। ତେଣୁ ଆପଣ ମାର କରିଥିବେ, ଗାଈ କେବେ କାହାକୁ ମାରେନି। ବରଂ ଷଣ୍ଢ ମାରେ, ବଳଦ ମାରନ୍ତି, ହଡ଼ କରନ୍ତି, କିନ୍ତୁ ଗାଈ ମୋତେ କାହା ମାରେନି। ରାଧେ ରାଧେ।